হে আনন্দময় কোটি ভুবন পাଳକ অধম অক্ষম মুহি অবোধ বালক জ্ঞান দাতা ভগবান দিয় মোতে দিব্য বুদ্ধি দিয় দিব্য জ্ঞান জ্ঞান দাতা ভগবান। বন্ধুগণ, ରାମକୃଷ୍ଣ ନନ୍ଦଙ୍କର ଏହି ଲେଖା, ଏହି ପ୍ରାର୍ଥନା ସବୁ ବିଦ୍ୟାଳୟରେ ପଢ଼ା ଯାଉଛି, ବୋଲା ଯାଉଛି, ଶୁଣା ଯାଉଛି, ଗୁଣା ଯାଉଛି। କାରଣ ଈଶ୍ୱର ହେଲେ ଆନନ୍ଦମୟ। ଯିଏ ଆନନ୍ଦମୟ ସେ ଓଙ୍କାର, ସେ ପରମ ବ୍ରହ୍ମ। ତେଣୁ ସେହି ପରମ ବ୍ରହ୍ମଙ୍କ ପାଦ ପଦ୍ମରେ ପ୍ରଣାମ କରି ଆମେ ଆଜିର କାର୍ଯ୍ୟକ୍ରମ, ଜ୍ୟୋତିଷିକ କାର୍ଯ୍ୟକ୍ରମ ଆରମ୍ଭ କରିବା। ସେହି ପରମାତ୍ମା ତମ ସମସ୍ତଙ୍କୁ କଲ୍ୟାଣ କରନ୍ତୁ, ସମସ୍ତଙ୍କ ଦୁଃଖ ହରଣ କରନ୍ତୁ, ସମସ୍ତଙ୍କ ପାଇଁ ସୁଖ ପୁଷ୍ପ ବୃଷ୍ଟି କରନ୍ତୁ। ବନ୍ଧୁ, ଆଜି ଆମେ ଆଲୋଚନା କରିବା ଏକ ସ୍ୱତନ୍ତ୍ର ନାରୀର ଜାତକ। ସେ ରାବଣର ଭଉଣୀ ଶୂର୍ପଣଖା। ସେ ଯୌବନରେ ବିଧବା ହେଲା। ତାକୁ ବିଧବା କଲା ତା ବଡ଼ ଭାଇ ରାବଣ। କାହିଁକି ଏମିତି ହେଲା? ତାପରେ ତାକୁ ବୁଝେଇ ସୁଝେଇ କହିଲା, ଭଉଣୀ ଲୋ, ମୁଁ ତ ଜାଣିନଥିଲି କି ତୁ ମୋତେ ଜଣେଇ ନଥିଲୁ ଯେ ବାହା ହେଇ ସାରିଛୁ ବୋଲି, ପ୍ରେମ ବିବାହ କରିଛୁ ବୋଲି। ଯଦି କହିଥାନ୍ତୁ ମୁଁ ଜାଣିଥାନ୍ତି, ଦେଖେଇଥାନ୍ତି, ତାହେଲେ କିଛି ଗୋଟେ ହେଇଥାନ୍ତା। ତଥାପି ମୁଁ ଭରସା ଦଉଛି, ଆଶା ଦଉଛି, ଦେବ ନର କିନ୍ନର ଯକ୍ଷ ରକ୍ଷ, ଯେଉଁ ଜାତିର, ଯେଉଁ ଧର୍ମର, ଯେଉଁ ବର୍ଗର, ଯେଉଁ ପୁରୁଷକୁ ତୁ ପସନ୍ଦ କରିବୁ, ମୁଁ ତାକୁ ତୋ ଜୀବନ ସାଥୀ ଅବଶ୍ୟ କରାଇବି। ସେଥିପାଇଁ ଏ ଖଣ୍ଡ ମଣ୍ଡଳରେ ତୁ ପରିଭ୍ରମଣ କର, ତୋ ପାଇଁ ତୁ ପତି ଯୋଗାଡ଼ କର। ବନ୍ଧୁ, ନାରୀ ପାଇଁ ତା ଚରିତ୍ର ବଡ଼। ନାରୀର ଚରିତ୍ରକୁ ଶୃଙ୍ଖଳିତ କରନ୍ତି ମଙ୍ଗଳ ଆଉ ରବି। ଯେଉଁ ନାରୀର ଜାତକରେ ରବି କଳଙ୍କିତ, ନିଚସ୍ଥ, ଅଶୁଭ ଦୃଷ୍ଟ, ସେ ନାରୀର ଜୀବନ ଧାରା ଅଙ୍କା ବଙ୍କା ହେଇଯାଏ। ଇଂରାଜୀରେ ବି କହନ୍ତି ଜିଗ୍ ଜାଗ୍ ଲାଇନ୍ ଏ ଲେଡିଜ୍ ଲାଇଫ୍। ତେଣୁ ଶୂର୍ପଣଖା ଜାତକ ଟିକେ ଆମେ ଦେଖିବା। ତାଙ୍କ ଜାତକରେ, ଏହି ମହିଳାଙ୍କ ଜାତକରେ ଲଗ୍ନ ମେଷ, ଏ ଲଗ୍ନରେ ନିଚରେ ଶନି, ମେଷରେ ଶନି ନିଚ, ତାଙ୍କ ସହ ଅଛନ୍ତି ରାହୁ, ଏବଂ ସପ୍ତମରେ ତୁଳାରେ ରବି ଓ କେତୁ, ଅଷ୍ଟମରେ କନ୍ୟାରେ ଶତ୍ରୁ ଘରେ ମଙ୍ଗଳ, ନବମରେ ଭାଗ୍ୟ ସ୍ଥାନରେ ଶତ୍ରୁ ଘରେ ବୁଧ ଓ ଶୁକ୍ର, ଏକାଦଶରେ ମିଥୁନରେ ଶତ୍ରୁ ଘରେ ବୃହସ୍ପତି। ବୃହସ୍ପତି, ମଙ୍ଗଳ, ଶୁକ୍ର ଓ ବୁଧ ଶତ୍ରୁ ଘରେ, ଶନି ଓ ରବି ନିଚରେ। ଏହି ନିଚସ୍ଥ ଶନିକୁ ସହଯୋଗ କରୁଛନ୍ତି ରାହୁ, ଆଉ ନିଚସ୍ଥ ରବିକୁ ସହଯୋଗ କରୁଛନ୍ତି କେତୁ। ଦେଖନ୍ତୁ ଜାତକ, ଏଇଟା ହଉଛି ଶୂର୍ପଣଖାର ଜାତକ। ଦେଖନ୍ତୁ, ମେଷରେ ଶନି ରାହୁ, ତୁଳାରେ ରବି କେତୁ, କନ୍ୟାରେ ଅଷ୍ଟମରେ ମଙ୍ଗଳ, ବିଛାରେ ଶୁକ୍ର ଆଉ ବୁଧ, ମିଥୁନରେ ବୃହସ୍ପତି, ମୀନରେ ଚନ୍ଦ୍ର। ଦେଖିଲେ ତ ଏଭଳି
ଏକ ଜାତକକୁ ଦେଖି ଆପଣ କ'ଣ ବିଚାର କରିବେ? ଏ ତ ମଙ୍ଗଳ ଦୋଷରେ ଦୋଷୀ, ବୈଧବ୍ୟ ଦୁଃଖ ଭୋଗିବେ। ରବି ନିଚସ୍ତ ଶତ୍ରୁ ଆକ୍ରମିତ, ତେଣୁ ଯୌବନଟା ତାଙ୍କୁ ଜାଳିଦେବ କାମାଗ୍ନିରେ। ସେଥିପାଇଁ ସେ ଶେଷରେ ବର ବାଛିଲେ କାହାକୁ? ରାମ ଲକ୍ଷ୍ମଣଙ୍କୁ। ଆଉ ରାମ ସୀତା ସହ ଥିଲେ, ଲକ୍ଷ୍ମଣ ଏକାକୀ ଥିଲେ। ସେ ସାହସ କରି ଲକ୍ଷ୍ମଣକୁ କିଛି କହିପାରୁନଥିଲେ। ଦୂରରୁ ବାରମ୍ବାର ସେ ଦେଖୁଥିଲେ ଏବଂ ଦିନେ ଚିଠି ଖଣ୍ଡେ ଲେଖିଲେ। କବି ସମ୍ରାଟ ଭଞ୍ଜ ତାଙ୍କ ଲେଖାରେ ଲେଖିନଥିଲେ ଯେ ରାମ ଦେଇଥିଲେ ଖଣ୍ଡେ ଚିଠି ସୁପର୍ଣ୍ଣଖା ହାତରେ ଲକ୍ଷ୍ମଣକୁ ଦେବା ପାଇଁ, ଏବଂ ସେଇ ଚିଠି ପଢ଼ି ତାର ଦି ଅର୍ଥ କଲେ। ଗୋଟିଏ ଅର୍ଥ ସୁପର୍ଣ୍ଣଖା କଲା, ଗୋଟିଏ ଅର୍ଥ ଲକ୍ଷ୍ମଣ କଲେ। ତେଣୁ ସୁପର୍ଣ୍ଣଖା ଯେଉଁ ଅର୍ଥ କଲା ସେ ନାଚିଲା, ଆହା ମୋତେ ଲକ୍ଷ୍ମଣ ମିଳିଗଲେ। କିନ୍ତୁ ଲକ୍ଷ୍ମଣ ଯେଉଁ ଅର୍ଥ କଲେ ସେ ବୁଝିଗଲେ ଇଏ ମାୟାବିନୀ, ଇଏ କୁହୁକନି, ତେଣୁ ଆ ପାଇଁ ଦଣ୍ଡ ଆବଶ୍ୟକ। ତାର ନାକ କାନ କାଟିଦେଲେ। ବନ୍ଧୁ ଶେଷକୁ ସେ ବିକଳାଙ୍ଗ ହେଲା, ଯୌବନରେ ସେ ବିକଳାଙ୍ଗ ହେଲା। କାହିଁକି? ଏଇ ଗ୍ରହସ୍ଥିତି ପାଇଁ ନା। ତେଣୁ ସେ ଲକ୍ଷ୍ମଣକୁ ପାଇବା ପାଇଁ ରାମକୁ ଏକ ପତ୍ର ଲେଖିଲା। ସେ ବୁଦ୍ଧିମତୀ ଥିଲା, କାରଣ ତାର ମୀନରେ ଚନ୍ଦ୍ର ଥିଲେ। ସେ ଚିଠି କ'ଣ ଲେଖିଲା? ରାମ ସେ ଚିଠିର ଉତ୍ତର ଦେଇଥିଲେ, ଲକ୍ଷ୍ମଣ ତାର ନାକ କାନ କାଟିଥିଲେ। ଆସନ୍ତୁ ଚିଠିଟା ପଢ଼ିନେବା। ରାମ ତୁମ ସମ କାମ କମନୀୟ ତନୁ, ଶ୍ୟାମ ଭୀମ ଶାନ୍ତ କାନ୍ତ ନଲି ଭଇ ମନୁ, କହ କରିବି କ'ଣ? ଏହି ଚିନ୍ତା କରି ସୀତା ନ ବୁଝେଇ କ୍ଷଣ, କହ କରିବି କ'ଣ? ରାମ ରମଣୀୟ, କାମ କମନୀୟ, ଶ୍ୟାମ ସୁନ୍ଦର ରାମଙ୍କୁ ନିରନ୍ତର ସୀତା ଦେଖୁଥିଲେ। ଏଇ କ୍ଷଣ ମାନେ ଆଖି ବୁଝୁନଥିଲେ। ତେଣୁ କେବଳ ତୁମ ରୂପ ପାଇଁ ସୀତା ତମ ସହ ବଣକୁ ଆସିଛନ୍ତି। କିଏ ଭାବୁଥିଲା? ଶୂର୍ପଣଖା। କୋଦଣ୍ଡ କାଣ୍ଡ ମଣ୍ଡିତ ଅନୁଜ ଲକ୍ଷ୍ମଣ, ବନଜ ବଦନ ରୂପ ଦେଖେ ଅନୁକ୍ଷଣ, କହ କରିବି କ'ଣ? ଏହି ଚିନ୍ତା କରି ସୀତା ନ ବୁଝେଇ କ୍ଷଣ, କହ କରିବି କ'ଣ? ବନଜ ବୋଇଲେ ପଦ୍ମ, ବନ ଅର୍ଥ ଜଳ, ବନଜ ବୋଇଲେ ପଦ୍ମ। ତେଣୁ ପଦ୍ମ ସୁନ୍ଦର ତମ ମୁଖକୁ ଦେଖିବା ପାଇଁ ଲକ୍ଷ୍ମଣ ତମ ସହ ଆସିଛନ୍ତି। ସୀତା ଲକ୍ଷ୍ମଣ ଉଭୟ ଆସିବାର ଉଦ୍ଦେଶ୍ୟ କେବଳ ତମକୁ ଦେଖିବା। କାହିଁକି ଭାବୁଥିଲା? ସେ କାମରଙ୍କା କାମିନୀ ଥିଲା। ଯୌବନରେ ତାର ସ୍ୱାମୀ ମରିଯାଇଥିଲା। ସୁବିଶାଳ ଶାଳ ଡାଳ ତୋ ଭୁଜ ଯୁଗଳ, ପ୍ରଶସ୍ତ ବକ୍ଷରେ ଲକ୍ଷ୍ୟ ଅଛି ରଘୁବାଳ, କହ କରିବି କ'ଣ? ଏହି ଚିନ୍ତା କରି ସୀତା ନ ବୁଝେଇ କ୍ଷଣ, କହ କରିବି କ'ଣ? ମୁନି ଜନ ମନ ମିନ ତୋ ବକ୍ଷ କାସାରେ, କ୍ରୀଡ଼ା ତେଜି କ୍ରୀଡ଼ାରତ ମୁକତିଆ ସାରେ, କହ କରିବି କ'ଣ? ଏହି ଚିନ୍ତା କରି ସୀତା ନ ବୁଝେଇ କ୍ଷଣ, କହ କରିବି କ'ଣ? ମୁନିମାନେ ତୋ ବକ୍ଷକୁ ଚିନ୍ତା କରୁଛନ୍ତି। ସେ ବକ୍ଷ ରୂପକ କାସାର ମାନେ ପୋଖରୀରେ ତାଙ୍କ ମନ ମିନକୁ ସେ ବୁଡ଼େଇ ଦେଇଛନ୍ତି।
ସେଇ ବକ୍ଷକୁ ସୀତା ଚାହୁଁଛି, ମୁଁ ଚାହୁଁଛି। ତୋ ବକ୍ଷର ଅଙ୍ଗ ସଙ୍ଗ ଭାଗ୍ୟରେ ଅଛି କି ନାହିଁ ମୁଁ କହିପାରିବିନି। ରାମ शुभ लक्षण संपन्न लक्ष्मण तो भाई एकाकी काल काटई कनियाता नहीं करिबी कण एई चिंता करी सीता न बुझेई क्षण करिबी कण तो कोले जानकी खेलु करू नहीं कली लक्ष्मण कोल मते दियो एही अली कह करिबी कण एही चिंता करी सीता न बुझेई क्षण कह करिबी कण एतेक लेखी पतरे शूर्पणखा नारी हसी हसी आसी देला राम कर धरी लेखिला गोटे पतरे ताकू आनी राम को देला और तांका हाथ को धरिला कौन है एतक लेखी पतरे शूर्पणखा नारी हसी हसी आसी देला राम कर धरी तापरे तांको पाखरे हाथ जोड़ी कहिला कह करिबी कण कह करिबी कण एही चिंता करी सीता न बुझेई क्षण कह करिबी कण इक्षण माने आखि सीता आखि बुझु नांती बंधु शूर्पणखार दहिनी कण राम शुणिले आमे परवर्ती अध्याय ए विषय आलोचना करिबा। आज मो विश्राम नौची। नमस्कार।